କଲକତାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିଶ୍ୱନାଥ ଦତ୍ତ, ତାଙ୍କ ମାଙ୍କ ନାମ ଭୁବନେଶ୍ୱରୀ ଦେବୀ। ତାଙ୍କ ଛୋଟବେଳର ନାମ ଥିଲା ବିଲେ। ସେ ଯେତେବେଳେ ଛୋଟଟା ହେଇଥିଲେ ଘରର ଦରକାରୀ ଜିନିଷ ସବୁ ଦେଇ ଦଉଥିଲେ। ମା ଥରେ ରାଗିକି କହିଲେ ଯେ ତମେ ଘରର ଦରକାରୀ ଜିନିଷ କାହିଁକି ଦେଇ ଦଉଛ? ବିଲେ ନ ମାନିକି କରି ଚାଲିଲେ। ଗୋଟେ ଦିନ ମା ଗୋଟେ ଘରେ ବନ୍ଦ କରିଦେଲେ। କିଛି ସମୟ ପରେ ଗୋଟେ ଭିକାରିଟେ ଆସିଲା, ଭିକ ମାଗିଲା। ବିଲେ ଦେଖିଲା ଯେ ଗୋଟେ ଭିକାରିଟେ ଭିକ ମାଗୁଛି। ସେଇ ଘରେ ଥିବା ନୂଆ ଚାଦରଟିଏ ଦେଇଦେଲେ। କିଛି ସମୟ ପରେ ମା ଆସି କହିଲେ ଯେ ତମେ କଣ କରୁଛ? ବିଲେ କହିଲେ ଯେ ମୁଁ ଏଇଠି ଶୋଇଛି। ମା କହିଲେ ଯେ ତମେ ସବୁ ସତ କଥା କୁହ। ବିଲେ କହିଲେ ଯେ ଗୋଟେ ଝରକା ପଟେ ଗୋଟେ ଭିକାରିଟିଏ ଆସିଥିଲା, ମୁଁ ତାକୁ ନୂଆ ଚାଦରଟିଏ ଦେଇଦେଲି। ବିଲେଙ୍କର ମା କହିଲେ ଯେ ତମେ ଗୋଟେ ବଡ଼ ହେଇକି ଭଲ ପିଲା ହବ, ଆଉ ତମ ନାଁ ଦିଆହବ ବିବେକାନନ୍ଦ। ସତକୁ ସତ ବଡ଼ ହେଇକି ତାଙ୍କ ନାଁ ଦିଆହେଲା ବିବେକାନନ୍ଦ।